राधे राधे। आज आमे माने पढ़िबा श्रीमद् भागवत महापुराण रे चतुर्थ स्कंद चतुर्दश अध्याय। ओं नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखाद्मृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुका। चतुर्दश अध्याय। मैत्रेय उवाच। ध्रुवर कप जहुँ गला कुबेर भुवने जानिला। तक्षणे निज गण तुले ध्रुव समीपे आसी मिले। अंजलि करिबेनि पाणी ध्रुवंकु कहे मंजुबाणी। धनद उवाच। शुणः क्षत्री चूड़ामणि तोर महिमा आम्भे शुणी। मिलिलु तोहर समीपे गृह्य किन्नर घेनि सुखे। तू जेणु पितामह बोले कप छाड़िलु रिपु तुले। भ्राता मरणे कप बही गृह्यक विनाशिलु तुही। केहि काहार हंता नहे प्राणी जीवन काल दहे। ए जीव अहंकार बही आत्मा को बोले तुही मुही। ए नहे ज्ञानींकर मत जाहाकु प्रसन्न अनंत। संसारे देखे स्वप्न प्राय से मोह नहे विपर्जये। तोर मंगल हेउ नित्य गृहे तू चल शुद्ध चित्ते। हरि चरणे सेवा कर संसारु आत्मा को उद्धार। तते महृद अनुराग जे तोर इच्छा बर माग। हरिंकु हृदय परिमाणु तू बड़ जोगी अटु जेणु। एमंते कुबेर बचने ध्रुव विचारे तो समने। मैत्रेय उवाच। मैत्रेय उवाच। कहई हरिपाद गते मोहर मन थाउ नित्य। अन्य कल्पना नाही मोर जार प्रसन्ने भवु पार। कहे कुबेर ध्रुवे चाही एबर लभ ध्रुव तुही। एमंत कही ध्रुव पासे कुबेर गमिला आकाशे। एबे ह शुण महीपति ध्रुवर अर्जिला विभूति। कुबेर भवनु संतोषे ध्रुव गमिला निज देशे।
ନିଜ ଭୁବନେ ଧ୍ରୁବ ଯାଇ ରତିଜ ପୁରହିତ ରାଇ ସଂକଳ୍ପ କଲା ବେଦ ମତେ ପୂଜିଲା ବିଷ୍ଣୁ ପାଦ ଗତେ ସ୍ୱଭାବେ ସମ୍ପଦ ସମ୍ପାଦି ଅଣିମା ଆଦି ଅଷ୍ଟନିଧି ସର୍ବସମ୍ପଦ ଭୋଗ କଲା ଗୃହେ ଉତ୍ଥାନ ପାଦ ବଳା ପ୍ରଜାଏ ଧ୍ରୁବର ରାଜତେ ଆନନ୍ଦେ ବଞ୍ଚିଲେ ଜଗତେ ସ୍ୱଭାବେ ଧ୍ରୁବ ଧର୍ମଶୀଳ ସୁସାଧୁ ବ୍ରାହ୍ମଣ ବସଳ କୃଷ୍ଣଙ୍କୁ ପିତୃ ଭାବେ ଜାଣି ସୁଖ ଦୁଃଖକୁ ସେ ନ ଗଣି ଆନନ୍ଦ ମନେ ଭୋଗ ପୂଜା ଧ୍ରୁବ ସପ୍ତଦି ପରେ ରାଜା 36 ସହସ୍ର ବରଷ ସ୍ୱଭାବ ପରମ ଆୟୁଷ ଆନନ୍ଦ ମନେ ଭୋଗ କଲା ଭୂମି ମଣ୍ଡଳେ ମନୁବଳା ସୁବର୍ଣ୍ଣ ବର୍ଣ୍ଣ ଶୁଦ୍ଧ ଦେହେ ପୁଣ୍ୟ ଉଦୟ ଅଘକ୍ଷୟେ ତୃତୀୟ ଅଘକ୍ଷୟ କରି ପୁତ୍ରକୁ ଅଧିରାଜେ ବରି ନୃପ ଆସନେ ବସାଇଲା ସ୍ୱଭାବେ ଅଭିଷେକ କଲା ଆତ୍ମା ସମ୍ପଦ ଆଦି ଯେତେ ସ୍ୱପ୍ନର ପ୍ରାୟ ମଣି ଚିତେ ବିଷ୍ଣୁର ମାୟା ବଳ ଜାଣି ଗନ୍ଧର୍ବପୁର ପ୍ରାୟ ମଣି ସର୍ବସମ୍ପଦ ପରିହରି ସଂଯମେ ଆତ୍ମା ବଶ କରି ତପସ୍ୟା ପାଇଁ ସେ ଚଳିଲା ବଦରି ବନେ ସେ ମିଳିଲା ବିଷ୍ଣୁର ସ୍ଥୂଳ ରୂପେ ମନ ସଂଯମ ବଳେ କରି ଧ୍ୟାନ ତୀକ୍ଷ୍ଣ ରୂପାଲିଙ୍ଗନ କଲା ନିର୍ମଳ ଜ୍ୟୋତି ପ୍ରକାଶିଲା ତହୁଁ ସେ ଭେଦ ଶୂନ୍ୟ ହେଲା ସ୍ଥୂଳର ଧ୍ୟାନ ସେ ଛାଡ଼ିଲା ଏହି ପ୍ରକାରେ ଧ୍ରୁବ ନୀତି ହରିଙ୍କ ପ୍ରତି କଲା ଭକ୍ତି ଅଶ୍ରୁତା ନୟନ ବହିଲା ତହିଁରେ ଅଭିଷିକ୍ତ ହେଲା ତା ଦେହ ଆନନ୍ଦେ ବୁଡ଼ିଲା ସର୍ବାଙ୍ଗ ପୁଲକ ହୋଇଲା ନିଜକୁ ଜାଣି ନ ପାରିଲା ଜ୍ଞାନ ସାଗରେ ବୁଡ଼ିଗଲା ଅଳପ ସମୟ ଅନ୍ତରେ ବିମାନ ଦେଖେ ଆକାଶରେ ତେଜେ 10 ଦିଗ ବିରାଜେ ବିଷ୍ଣୁଙ୍କୁ ଦେଖିଲା ସମାଜେ ଅଖଣ୍ଡ ସୁଧାକର ଯେହ୍ନେ ହରିଙ୍କୁ ଦେଖିଲା ଗଗନେ ରଥେ ଦେଖିଲା ବେନି ସୁତ ନିନ୍ଦନ୍ତି ଶଶାଙ୍କ ଆଦିତ୍ୟ କିଶୋର ଶ୍ୟାମ ତନୁ ବର୍ଣ୍ଣ ଦିଶଇ ଅରୁଣ ଲୋଚନ ଶୋହେ ସୁନ୍ଦର ଭୁଜ ଚାରି ବିଷ୍ଣୁ ଆୟୁଧ ଛନ୍ତି ଧରି
ଅଙ୍ଗଦ କିରୀଟ କୁଣ୍ଡଳ ହୃଦେ ଲମ୍ବଇ ବନମାଳ ରତ୍ନମେଖଳା କଟି ମାଝେ ମକର କୁଣ୍ଡଳ ବିରାଜେ ଧ୍ରୁବ ନିକଟେ ଯାଇ ମିଳି ଗଗନୁ ଖସେ କି ବିଜୁଳି ତୁଣ୍ଡେ ଗୋବିନ୍ଦ ନାମ ଗାଇ କପାଳେ ବେନି କର ଦେଇ ନମିଲେ ଧ୍ରୁବ ପାଦ ତଳେ ରମ ପୁଲକ ଅଶ୍ରୁ ଜଳେ ସୌନକ ଆଦି ମୁନି ଯେତେ ତକ୍ଷଣେ ମିଳିଲେ ସମସ୍ତେ କୃଷ୍ଣର ନାମ ମୁଖେ ଗାଇ କହନ୍ତି ଧ୍ରୁବ ମୁଖ ଚାହିଁ ସୁନନ୍ଦାନନ୍ଦ ଉବାଚ ଶୁଣ ଉତ୍ତାନ ପାଦ ସୁତ ସଂସାରେ ତୁ ଯେ ଭାଗ୍ୟବନ୍ତ ତୁ ଶିଶୁ ପଞ୍ଚମ ବରଷ ତପେ ତୋଷିଲୁ ହୃଷିକେଶ ଏବେ ଗୋବିନ୍ଦ ଆଜ୍ଞା ଶିରେ ଘେନି ମିଳିଲୁ ତ ଛାମୁରେ ଧ୍ରୁବ ପଦକୁ ନେବୁ ତତେ ଦେଖ କାଞ୍ଚନ ଦିବ୍ୟ ରଥେ ଦୁର୍ଲଭ ବିଷ୍ଣୁ ପଦ ତୁହି ବଳେ ଲଭିଲୁ ତପ ବହି ଏ ଶିଶୁନ୍ମାର ଚକ୍ର ତଳେ ଚନ୍ଦ୍ର ଆଦିତ୍ୟ ତାରା ମେଳେ ନିରତେ ଭ୍ରମନ୍ତି ଦକ୍ଷିଣେ ପବନ ରଜୁ ଆକର୍ଷଣେ ଯେପଦ ତୋର ପିତୃଜନ ପ୍ରବେଶ ନହିଲେ ଭାଜନ କେୟାନ ତାହା ଲଭିପାରେ ଅନିତ୍ୟ ସଂସାର ସାଗରେ ଅଶେଷ ଜଗତ ବନ୍ଦନ ବିଷ୍ଣୁ ପରମ ପଦ ସ୍ନାନ ଏଣୁ ଏ ଉତ୍ତମ ବିମାନ ତତେ ପେଶିଲେ ଭଗବାନ ତୁ ଏବେ ବସ ସ୍ଥିର ମନେ ବିମାନ ବାହିବୁ ଗଗନେ ଏମନ୍ତେ ବିଷ୍ଣୁ ଦୂତ ବାଣୀ ଆନନ୍ଦ ମନେ ଧ୍ରୁବ ଶୁଣି ତକ୍ଷଣେ ଅଭିଷେକ କଲା ମୁନିଙ୍କ ଚରଣେ ନମିଲା ମୁନିଜନଙ୍କ ଆଶୀର୍ବାଦେ ଜୟ ମଙ୍ଗଳ ବେଦନାଦେ ବିମାନେ ପ୍ରଦକ୍ଷିଣ କରି ବିଷ୍ଣୁଦୂତଙ୍କୁ ଆଶ୍ରେ କରି ହିରଣ୍ୟମୟ ରୂପ ଧରେ ସତେ ଯେ ଦଶ ଦିଗ ପୁରେ ଗଗନେ ଚତୁର୍ବିଧ ବାଦ୍ୟ ଦିଗ ପୁରିଲା ଗୀତ ନାଦେ ପୁଷ୍ପ ବରସନ୍ତି ହରଷେ ବିବୁଧେ ଦେଖନ୍ତି ଆକାଶେ ଧ୍ରୁବ ସ୍ୱର୍ଗକୁ ଯିବା ବେଳେ ଜନନୀ ପଡ଼ିଲା ମନରେ ଦୁଃଖିନୀ ଅଟେ ମୋ ଜନନୀ କାହିଁ ରହିଲେ ସେହୁ ପୁଣି ତାହାଙ୍କୁ ଛାଡ଼ି କି ପ୍ରକାରେ ଯିବି ମୁଁ ଏବେ ବିଷ୍ଣୁପୁରେ ଦୂତେ ବୁଝିଲେ ଧ୍ରୁବ ଭାବ
ମାତାଙ୍କୁ ଦେଖାଇଲେ ଯବ ସୁନୀତି ଜନନୀ ସମେତେ ବସିଲେ ରତ୍ନମୟ ରଥେ ଧ୍ରୁବଙ୍କୁ ଦେଖି ପ୍ରଶଂସନ୍ତି କେବା ଆନନ୍ଦେ କରେ ସ୍ତୁତି ଏମନ୍ତେ ପୁଷ୍ପ ବୃଷ୍ଟି ପଥେ ଗ୍ରହକୁ ଦେଖିଲେ ଅଗ୍ରତେ ତ୍ରିଲୋକ୍ୟ ଜିଣି ଦିବ୍ୟ ଜନେ ମୁନିଙ୍କୁ ଦେଖିଲା ବିମାନେ ମୁନିଙ୍କୁ ଦେଖି ସେହି ରଥେ ବିଜୟ କଲା ବିଷ୍ଣୁ ପଥେ ଯେ ପ୍ରାଣୀ ସନ୍ଥ ସମଦୃଶ ଅଶେଷ ଜନଙ୍କ ବିଶ୍ୱାସ ଶ୍ରୀହରି ପାଦେ ଚିତ୍ତ ଯାର ସନ୍ତୋଷ ସମ ସାଧୁ ଧୀର ସେ ପ୍ରାଣୀ ସେ ପୁରେ ପଶନ୍ତି ମାୟା ବନ୍ଧନୁ ସେ ତରନ୍ତି ଏଣୁ ଉତ୍ତାନ ପାଦ ସୁତ ବିଷ୍ଣୁର ପରମ ଭକତ ତ୍ରୈଲୋକ୍ୟ ରମ୍ୟ ମଣି ସ୍ଥାନେ ବସିଲା ନିଶ୍ଚଳ ଆସନେ ଗମ୍ଭୀର ବେଗେ କାଳ ଚତ୍ର ବଜ୍ରର ସନା ଅତିରେକ ଗ୍ରହ ନକ୍ଷତ୍ର ତାରା ଗଣେ ଭ୍ରମନ୍ତି ମେଧି ଆକର୍ଷଣେ ତାର ମହିମା ଯଶ ଘୋଷି ବିଶ୍ୱାସ ବାଦେ ବ୍ରହ୍ମ ରାଶି ପ୍ରଚେତା ଗଣେ ଆଗେ ଥାଇ ନୃତ୍ୟ କରନ୍ତି ବୀଣା ବାଇ ମାତୃ ସପତ୍ନୀ ବାକ୍ୟ ଯନ୍ତ୍ରେ ବନରେ ପଶିଲେ ଯେମନ୍ତେ ହରିଙ୍କୁ ତୋଷିଲା ଜନନୀ ସଙ୍ଗେ ସ୍ୱର୍ଗ ଗଲା ମୈତ୍ରେୟ ବାଚ ଶୁଣ ହେ ବ୍ୟାସଙ୍କ କୁମାର ତୁ ସାଧୁ ଜନ ମଧ୍ୟେ ବର ତୁ ଯେଣୁ ପଚାରିଲୁ ମତେ ଧ୍ରୁବ ଚରିତ ଭାଗବତେ ଉତ୍ଥାନ ପାଦ ଧ୍ରୁବ ବାଣୀ ଯେହା ଏକ ମନେ ଶୁଣି କହନ୍ତି ସାଧୁ କୂଳେ ବସନ୍ତି ବୈଷ୍ଣବ ମଣ୍ଡଳେ ଯଶ ଆୟୁଧ ଧନ ମାନ ସ୍ୱର୍ଗ ନିବାସ ସ୍ୱସ୍ଥୟନ ବିଘ୍ନ ସମୂହେ ନାହିଁ ଭ୍ରାନ୍ତି ସକଳ କ୍ଲେଶ ନିସରନ୍ତି ବିପ୍ର ସମୀପେ ପ୍ରାତଃ କାଳେ ଗୋବିନ୍ଦ ଭକ୍ତି ଭାବ ବଳେ ପୌର୍ଣ୍ଣମୀ ଅମାବାସ୍ୟା ଦିନେ ଦ୍ୱାଦଶୀ ଶ୍ରବଣା ବିଧାନେ ଦିବସ କ୍ଷୟ ବ୍ୟତିପାଦେ ସଂକ୍ରାନ୍ତି ଅର୍କ ବାର ଯୁକ୍ତେ ଶ୍ରଦ୍ଧାପୂର୍ବକ ଯେ ପଢ଼ନ୍ତି ଅଥବା ଶ୍ରବଣ କରନ୍ତି ଜ୍ଞାନେ ସନ୍ତୋଷ ପ୍ରାଣୀଙ୍କର ଚତୁର ଭାବ ନୁହେଁ ଦୂର ସକାମେ ଜଡ଼େ ଚିତ୍ତ ଯେବେ ଶୁଣନ୍ତି ସୁତ ଧନ ଲାଭେ କୂଳେ ସୁପୁତ୍ର ହୁଏ ଜାତ ଶୁଣିଏ ଧ୍ରୁବର ଚରିତ
ସଂସାର ଜନହିତେ ଗୀତ କହିଲା ବିପ୍ର ଜଗନ୍ନାଥ। इति श्रीमद्भागवत महापुराणे पारमहंस्यां संहिताया 82 चतुर्थस्कन्धे ध्रुवलोकगमने नाम 14 अध्याय। 15 अध्याय। सूत उवाच मैत्रेय वाक्य शुणि कर्णे आनंद विदुरर मने ध्रुव जे जननी समेते निश्चिन्ते कल्पे परिजन्ते बसिला जाई ध्रुव पदे ज्योतिष्क गण चक्र मध्ये। विदुर उवाच मैत्रेय पादे कर देई आनंदे विदुर पुछई भमुनि प्रचेता बदने ध्रुव जे गला निज स्थाने के बण वंशे किबा जाति काहार पुत्र से बोलांती पूर्वे नारदर वचने यज्ञ आरंभ केउ जने हरिंकी क्रिया जोगे पाई भवुतरिले 10 भाई जे धर्म पाळी प्रचेतस यज्ञ रे विष्णु करितस से कथा कह मुनि मते संसारु तरी विजय मन्ते। मैत्रेय उवाच ध्रुवर पुत्र गुणधाम ज्येष्ठ उत्कल तार नाम ताहाकु अधिराज्य स्थापी ध्रुव जे गला शून्य व्यापी से बसी राजार आसने उत्तम रत्न सिंहासने सुख न लभी दुख मने पितार यात्रा शुणि कर्णे से जे स्वभाव आत्मज्ञानी समदर्शी बुद्धि घेनी देखई सर्वभूते हरि स्थावर जंग मादि करी एमंत पद बधर से गुण प्रभा से नमिसे जडांध जोगींकर प्राय भस्मभूषित शुद्ध देह बुलाई नाना मालके देखी के पारे तार गुण लेखी एमंते तार गुण देखी बंधु बांधवे मन दुखी मंत्री अमात्य माने मिली राज्य तक्ष रक्षणे नित्य भाली वस्त्ररता अनुज नाम सुंदर सर्वगुण धाम ताहार कुशल विचारी स्वराजे अभिषेक करी स्थापित नृपति आसने एमंते गला किछि दिने सुबिथि नामे पत्नी तार जोषित गणे से गंभीर तार उदरे पुत्र जात होइले गुणे अप्रमित पुष्पान तिग्म केतु नाम ईर्ष ऊर्ज जे अनुपम
ବସୁଜୟ ଏ ଷଟଚ୍ୟୁତେ ବସୁଜୟ ଏ ଷଟସୂତେ ଗୁଣେ ବିଖ୍ୟାତ ଏ ଜଗତେ ପ୍ରଭାଦ ସାଜେ ବେନି ନାରୀ ପୂର୍ଣ୍ଣାନ୍ନ ତୁଲେ ବିଭା କରି ସେ ପ୍ରଭା ଗଲେ ତିନି ସୁତ ହୋଇଲେ ଜଗତେ ବିଖ୍ୟାତ ପ୍ରାତ ମଧ୍ୟାହ୍ନେ ସାୟଂକାଳେ ସ୍ୱଭାବେ ତେଜେ ଅନର୍ଗଳେ ପ୍ରଦୋଷ ଅର୍ଦ୍ଧ ରାତ୍ର ବ୍ୟଷ୍ଠ ଦୋଷାର ଗର୍ଭେ ତିନି ସୃଷ୍ଟ ବିଷ୍ଟର ପୁତ୍ର ଶୁଷ୍କ ଋଷି ଏକ ଦୁହିତା ଶୁଭ୍ରକେଶୀ ତାହାର ନାମ ସୁଚାରୁଣୀ ଅବଳା ମଧ୍ୟେ ଶିରୋମଣି ରୁନ୍ଦୁ ସମନ ତାର ଗର୍ଭେ ଜନ୍ମ ହୋଇଲେ ସୃଷ୍ଟି ପୂର୍ବେ ନଜଳା ଚକ୍ଷୁ ସର ନାରୀ ରୂପେ ସେ କମଳାଙ୍କୁଶରୀ ତାର ଉଦରେ ଷଟସୂତ ହୋଇଲେ ବିଷ୍ଣୁ ତେଜଯୁକ୍ତ ନାମେ ସେ ପୁରୁଷ ପ୍ରକୃତି ପଦ ସୁଶ୍ରୟ ଦୃଢ଼ ଗତି ସେ ଷଟ ପୁତ୍ର ଷଟ ଭାଇ ଶୁଣ ତାହାଙ୍କ ନାମ କହି ଅଗ୍ନି ସୋମକ ଯେତେ କହି ଅଗ୍ନି ସୋମକ ଅତିରାତ ଶୁଣ ତାହାଙ୍କ ନାମ କିଛି ଅଗ୍ନି ସୋମକ ଅତିରାତ ପ୍ରଦ୍ୟୁମ୍ନ ସମର ଉତ୍ତର ଉନ୍ନତ ଆଦି ଷଡ଼ସୂତ ହୋଇଲେ ମନୁ ବଂଶେ ଖ୍ୟାତ ଅଙ୍ଗ ସୁମନ ସ୍ୱାତି ତିନି କ୍ରତୁ ଅଙ୍ଗିରା ଚୟ ଘେନି ଦୁନିଆ ଭାଇର ସୁନିଥା ଯମର ଦୁହିତା ଅଙ୍ଗିରା ପତ୍ନୀ ଯେ ସୁବ୍ରତା ବେଣୁ ତାହାର ଗର୍ଭଜାତ ଶୁଣ ତାହାର ଚରିତ ସେ ପୁଣି ମାତା ମହୋଦଶେ ଦୃଷ୍ଟ ହୋଇଲେ ମନୁ ବଂଶେ ତାହାର ଦେଖି ଦୁଷ୍ଟପଣ କୋପେ ସାପିଲେ ମୁନି ଜାନ ପୁଣି ତାହାର ମୃତ୍ୟୁ ଗାତ୍ରେ ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ ଦକ୍ଷିଣ କରେ କୁଶ ବଢ଼ି ଚାରିଦିନ ଯେ ବେଦ ପଢ଼ି ଦକ୍ଷିଣ କରେ କୁଶ ବିଡ଼ି ମନ୍ଥନ କଲେ ବେଦ ପାଣି ପ୍ରଜା ଅନାଥ ଅରାଜକେ ଦୃଷ୍ଟ ପୀଡ଼ିତ ଅଭିରେଗେ ତା ଦେହୁ ପୁଥି ନାମେ ହରି ଜନ୍ମିଲେ ରାଜା ରୂପ ଧରି ତା ଶୁଣି ସନ୍ତ ସେ ବିଦୁର ମୁନି ଚରଣେ ମୁନି ଚରଣେ ଦେଇ କର ଲୋମ ପୁଲକ ତାର ଦେହି ସ୍ୱଭାବେ କୃତ୍ୟ ହଇ ବିଦ୍ରୋବାଚ ଯେ ଅଂଶେ ସାଧୁଶୀଳ ବୁଦ୍ଧି ସର୍ବଲକ୍ଷଣ ଶ୍ରେଷ୍ଠ ନିଧି ବ୍ରାହ୍ମଣ ପଳା ପ୍ରଜା ରକ୍ଷା କରି
ସେ ସର୍ବ ଧର୍ମେ ଅଧିକାରୀ। ଯେ ବେଣୁ ନାମେ ତାର ସୁତ, ସେ ଦୁଷ୍ଟ ହୋଇଲେ ସେ କେମନ୍ତ। ପ୍ରଜାଏ ରାଜା ତୃଷ୍ଟପଣେ, ଭୟେ ପଶିଲେ ଘୋର ବନେ। କିମ୍ପା ବ୍ରାହ୍ମଣ କୋପ କଲେ, ତାହାକୁ ବ୍ରହ୍ମ ଦଣ୍ଡ ଦେଲେ। ସେ ବିପ୍ରବର ସର୍ବଜ୍ଞାତା, ଆଗମ ନିଗମ କରତା। ଏତେ ଅନ୍ୟାୟ କିମ୍ପା କଲେ, ରାଜାଙ୍କୁ ଘୋର ଶାପ ଦେଲେ। ରାଜାଙ୍କ ଶରୀର ନିଶ୍ଚଳ, ବସନ୍ତି ଶବ ଦିଗପାଳେ। ସେ ରାଜା ବିଷ୍ଣୁ ତେଜ ବହି, ସ୍ୱଧର୍ମେ ପ୍ରଜାକୁ ପାଳଇ। ଯମର ସୁତ ଯେଣ, ଦୁଷ୍ଟ ହୋଇଲେ ଅବା ତେଣୁ। ଏ କଥା କହି ମୁନିବର, ମତେ ଏ ସଞ୍ଚୟନର ହୁମନର। ମୈତ୍ରେୟ ଉବାଚ, ଶୁଣ ହେ ବେଣୁ ଦୁଷ୍ଟପଣ, କହିବା ଦାନର ଭକ୍ଷଣ। ଅଙ୍ଗ ଯେ ଅଶ୍ୱମେଧ କଲା, ଉତ୍ତମ ଋଷିଙ୍କୁ ବେରିଲା। ଆତ୍ମା ଯଜ୍ଞକୁଣ୍ଡକୁ ବିପ୍ରେ ଚାହିଁ, ଦେଖିଲେ ଦେବଗଣେ ନେଇ। ଇନ୍ଦ୍ରାଦି 10 ଦିଗପାଳେ, ଯଜ୍ଞରେ କେହି ନ ମିଳିଲେ। ଦେଖି ନିକଟେରାଇ ଯଜମାନେ, ଦେଖି ବିସ୍ମୟ ମୁନିଜନେ। ବୋଇଲେ ରାଜା ମୁଖ ଚାହିଁ, ଏ ଯଜ୍ଞ କରୁ କିସ ପାଇଁ। ପବିତ୍ର ବସ୍ତୁ ଶୁଦ୍ଧ କରି, ମନଳେ ନିଗମ ଉଚାରି। ଆମ୍ଭେ ସକଳେ ଧ୍ରୁବ ବ୍ରତା, ଦ୍ୱିଜ ସ୍ୱଭାବେ ଶୁଦ୍ଧଲଚେତା। ମନ୍ତ୍ର ଉଚାରି ଆମ୍ଭେ ଶେଷେ, ଆହୁତି ଦେଲୁ ଯଜ୍ଞକୁଣ୍ଡେ। ଦେବେ ନଇଲେ ଯେଉଁ କେଉଁ ଭାବେ, ତାର ପ୍ରସ୍ତାବ କହ ଏବେ। ସକଳ କର୍ମ ରକ୍ଷା ଦେବେ, କିମ୍ପା ନଇଲେ ଯଜ୍ଞ ଭାଗେ। ମୈତ୍ରେୟ ଉବାଚ, ଅଙ୍ଗ ଯେ ବିପ୍ର ମୁଖୁ ଶୁଣି, ସ୍ୱଧର୍ମେ ବିପ୍ରେ ପରିମାଣି। ସଭାଜନଙ୍କ ମୁଖ ଚାହିଁ, ଏ ଯଜ୍ଞ କଲୁ କିସ ପାଇଁ। ଅଙ୍ଗରାଜ ଉବାଚ, କି ମନ୍ଦ କର୍ମ ମୋର ଅଛି, ଭବିପ୍ର କହ ଧର୍ମ ଲେଖି। ଦେବେ ନ ପିଲେ ଯଜ୍ଞ ଭାଗେ, କାରଣ କହ ମୋର ଏବେ। ଏମନ୍ତେ ରାଜା ମୁଖୁ ଶୁଣି, ସ୍ୱଧର୍ମେ ବିପ୍ର ପରିମାଣି। ମୁନିରୁବାଚ, ବୋଇଲେ ରାଜା ମୁଖ ଚାହିଁ, ତା ଦେହେ କିଛି ଶାପ ନାହିଁ। ପୂର୍ବ ଅର୍ଜିତ କର୍ମ ଫଳେ, ସନ୍ତତି ନାହିଁ ତୋର କୂଳେ।
ଅପୂର୍ବ ଅପୁତ୍ର ଦୋଷେ ଦେବଗଣେ ନଇଲେ ଯଜ୍ଞ ନିମନ୍ତ୍ରଣେ। ତୁ ଏବେ ପୁତ୍ର ଯଜ୍ଞ କର ଯଜ୍ଞେ ଯଜ୍ଞ ପୁରୁଷ ବର। ଯେବେ ସକଳ ଦେବଗଣ ତ ଯଜ୍ଞେ ହୋଇବେ କରଣ ବରଣ। ସେ ବିଷ୍ଣୁ ହବିର୍ଭାବ ଖାଇ ତୋହର ଯଜ୍ଞେ ହୋଇବେ ବରଣ। ସେ ବିଷ୍ଣୁ ହବିର୍ଭାବ ଖାଇ ତୋହର ଯଜ୍ଞେ ତୋଷ ଧୋଇ। ସେ ହରିପୁତ୍ର ଦେବେ ତୋତେ ସଂସାରୁ ତରିବୁ ଯେମନ୍ତେ। ମୈତ୍ରେୟ ଉବାଚ ଏମନ୍ତେ ସଭାବାକ୍ୟ ଶୁଣି ସେ ଅଙ୍ଗରାଜ ମନେ ଗୁଣି। ଯଜ୍ଞେ ଯଜ୍ଞ ପୁରୁଷ ତୁଣ୍ଡେ ଆହୁତି ଦେଲେ ହୋମ କୁଣ୍ଡେ। ତକ୍ଷଣେ ହୋମ କୁଣ୍ଡୁ ଜାତ ପୁରୁଷେ ହୋଇଲା ସମ୍ଭୂତ। ହୃଦେ ଲମ୍ବଇ ହେମହାର କୋଟିରେ ଶହେ ପୀତାମ୍ବର। ଶଙ୍ଖ କମଳ ଚତୁର୍ଭୁଜେ କୋଟି କନ୍ଦର୍ପ ଜିଣି ରାଜେ। ସୁବର୍ଣ୍ଣ ପାତ୍ର କରେ ଧରି ପୂର୍ବେ ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟ କ୍ଷୀରି ପାତ୍ର ଘେନିଣ ପୁରୁଷ ଅଦ୍ଭୁତ। ସେତେ ଜଗଞ୍ଜେ ଦିବ୍ୟ କାନ୍ତି ଘେନିଣ ବିପ୍ରେ କଲେ ନୀତି। ଷୋଡ଼ଶ ଉପଚାର ଯୁକ୍ତେ ଯଜ୍ଞ ପୂଜିଲେ ଜଗନ୍ନାଥେ। ବିଷ୍ଣୁଙ୍କୁ ପୂଜି ଯଜ୍ଞ ବାକେ ବର କଳ୍ପିଲେ ଯଥାଯୁକ୍ତେ। ଯାଜ୍ଞିକ ମନ ଜାଣି ହରି କହନ୍ତି ଝଙ୍ଖ ଚକ୍ରଧାରୀ। ଯଜ୍ଞ ପୁରୁଷ ଉବାଚ ଶୁଣ ଉତ୍ତମ ବିପ୍ରଗଣେ ଏ ରାଜା ସନ୍ତତି ଚରଣେ। ଶୁଣ ଉତ୍ତମ ବିପ୍ରଗଣେ ଏ ରାଜା ସନ୍ତତି କାରଣେ। ମତେ ପୂଜିଲା ଯଜ୍ଞ ମତେ ତୁମ୍ଭର କାମ ତୁମ୍ଭର କାମ ସାଧ୍ୟ ଅର୍ଥେ। ଅସ୍ତୁ ହୋଇବ ବାଞ୍ଛା ଫଳ ମୋ ଅବଶେଷ ବାଞ୍ଛା ଫୁଲ। ଅସ୍ତୁ ହୋଇବ ବାଞ୍ଛା ଫଳ ମୋ ଅବଶେଷ ଯେ ନିର୍ମାଲ୍ୟ। ଏହାକୁ ଦିଅ ରାଜା ହସ୍ତେ ଆଘ୍ରାଣ କରି ନାସାଗ୍ରତେ। ପତ୍ନୀ ଭୁଞ୍ଜିବ ତାର ଯେବେ ସୁପୁତ୍ର ହେବ ତାର ଗର୍ଭେ। ମୈତ୍ରେୟ ଉବାଚ ଏମନ୍ତେ କହି ଜନାର୍ଦ୍ଦନ ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ। ଯଜ୍ଞ ପୁରୁଷ ଆଜ୍ଞା ଘେନି ବ୍ରାହ୍ମଣେ କରି ଜୟଧ୍ୱନି। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟ କ୍ଷୀରି ପାତ୍ର କରେ ଘେନିଲେ ନୃପମାଥ। ଆଘ୍ରାଣ କରି ନାସାଦ୍ୱାରେ
ଦେଲେ ଯେ ନିଜ ପତ୍ନୀ କରେ ସେ ପୁଂସ ବନ କ୍ଷୀରି ଆଣି ରହି ଭୁଞ୍ଜିଲା ତା ଘରଣେ। ତକ୍ଷଣେ ପୁଂସ ବନ ଭାବେ ପୁତ୍ର ରହିଲା ତାର ଗର୍ଭେ। ତ ସେ ଗର୍ଭ ତାର ଉପଗ୍ରତେ କୁମାର ଜନ୍ମିଲେ ଅଭୂତ। ଦିନକୁ ଦିନ ସେ ବଢ଼ିଲା ମାତାର ଅଂଶ ନ ଛାଡ଼ିଲା। ସ୍ୱଭାବେ ହୋଇ ଅଧାର୍ମିକ କ୍ଷତ୍ରିୟ ଭାବେ ଅବିବେକ। ନିରତେ ଧନୁଶର ଧରି ବନେ ମୃଗୟା ନିତ୍ୟ କରି। ତୁଲ୍ୟ ବୟସ ଶିଶୁ ମେଳେ ଯେବେ ଖେଳଇ କୁକୁଷ୍ଟଳେ। ତାହାଙ୍କୁ ଦୃଷ୍ଟପଣେ ଦୃଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େଲା। ଏମନ୍ତେ ତାର ଦୁଷ୍ଟପଣ ରାଜାର ଅଗ୍ରେ ପ୍ରଜାନନ। ରୋଦନ କରି ଉଚ୍ଚ ତୁଣ୍ଡେ କର ଅଞ୍ଜଳି ଦେଇ ମୁଣ୍ଡେ। କହନ୍ତି ବେଣୁ ଦୁଷ୍ଟପଣ ରୋଦନ କରି ପ୍ରଜାଗଣ। ଏମନ୍ତେ ପୁତ୍ର ଗୁଣ ଶୁଣି ବଳେ ପୁତ୍ରଙ୍କୁ ଘରେ ଆଣି। ନାନା ପ୍ରକାରେ ଧର୍ମ କରି ଅନେକ ମତରେ ବୁଝାଇ। ଶୁଣନ୍ତେ ନାନା କୋପ କରେ ପିତାର ବଚନ ନ ଧରେ। ଦିନକୁ ଦିନ ଦୃଷ୍ଟପଣେ କୋପ ବହିଲେ ପୂଜାଗଣେ। ଅଙ୍ଗ ତାହାର କର୍ମ ଦେଖି ଭାଳଇ ଅତି ଦୁଃଖେ ଦୁଃଖୀ। ସୁପୁତ୍ର କୁପୁତ୍ର ବିଚାରେ ଧିତ ନ ରହେ ତାର ଘରେ। ରଜନୀ ଅର୍ଦ୍ଧେପପୁର ମନ୍ଦିରୁ ହୋଇଲା ବାହାର। ମନେ ପଶିଲା ନରବତୀ କେହି ନ ଜାଣେ ତାର ଚିନ୍ତା ଗତି। ତାହାର ପାତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘର ବନେ। ନ ଦେଖି ନଗରେ ମିଳିଲେ ଅନେକ ପ୍ରକାର ଭାଳିଲେ। ଭାଷା ପ୍ରବନ୍ଧେ ଭାଗବତ କଥା କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀ ଭାଗବତେ ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82ଙ୍କାଂ ଚତୁର୍ଦଶସ୍କନ୍ଧେ ଅରାଜ୍ୟକାରଣେ ବେଣୁଜନ୍ମନି ନାମ 15ଶ ଅଧ୍ୟାୟ।